ଭକ୍ତିରସରେ ତଲ୍ଲୀନ ଶ୍ରଦ୍ଧାଳୁ ଭକ୍ତମେଳରେ ଆତ୍ମବିହ୍ୱର ଜଗତର ନାଥ ଜଗନ୍ନାଥ। ଆଗରେ ଜନସମୁଦ୍ରର ପଟୁଆର, ପଛରେ ବିମାନରେ ଝୁଲି ଝୁଲି ଚାଲି ଆସୁଛନ୍ତି କାଳିଆ ଠାକୁର। ଯେପରି ଭକ୍ତ ବିନା ଅଧୁରା ତାଙ୍କର ପର୍ବ ଆଉ ଏ ପଟୁଆର। ଏମିତି ଏକ ଭକ୍ତିଭାବ ଭରା ପରିବେଶରେ ନଗର ପରିକ୍ରମା କରୁଥିଲେ ପ୍ରଭୁ ଜଗନ୍ନାଥ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଓଳାଭର ବାଲିସାହି ବଉଳ ପୋଖରୀ ମଠରେ ଜଗନ୍ନାଥ ମନ୍ଦିର ଓ ଦେବଦେବ ମହାଦେବ ସ୍ୱପ୍ନେଶ୍ୱରଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କିମ୍ବଦନ୍ତୀରୁ ଜଣାଯାଏ, ଓଳାଭରର ଧର୍ମପରାୟଣ ନିଃସନ୍ତାନ ବ୍ୟକ୍ତି ବଉଳପଡ଼ା ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ଏକ ବିରାଟ ପୋଖରୀ ଖୋଳିବା ସହିତ ଏକ ମଠ ଗାଦି ସ୍ଥାପନ କରିଥିଲେ। ପରେ ପରେ ବାଲିସାହି ଗ୍ରାମର ନିଃସନ୍ତାନ ଦମ୍ପତି ତଉଲି ଦାସ ଓ ତାଙ୍କ ଧର୍ମପତ୍ନୀ ସନ୍ତାନ ପ୍ରାପ୍ତି ଆଶାରେ ରାଜ୍ୟ ଓ ରାଜ୍ୟ ବାହାରୁ ସାଧୁ ସନ୍ନ୍ୟାସୀମାନଙ୍କୁ ଡକାଇ ସତ୍ସଙ୍ଗ କରୁଥିଲେ। ଶେଷରେ ଏକ ଆଧ୍ୟାତ୍ମିକ ସମାଜର ସ୍ଥାପନ ପାଇଁ ବଉଳ ପୋଖରୀ ନିକଟରେ 10 ଡିସିମିଲ୍ ଜମି ଦାନ କରି ମଠ ସ୍ଥାପନ କରିଥିଲେ, ଯାହା ପ୍ରାଥମିକ ଅବସ୍ଥାରେ ସାଧୁ ସନ୍ନ୍ୟାସୀ ପୂଜାର୍ଚ୍ଚନା କାଳରେ ପ୍ରଥମେ ତାଳ ଛପର ଘର, ପରେ ଟାଇଲି ଛପର ଘରରେ ପରିଣତ ହୋଇଥିଲା। ପରେ ପରେ ଏହା ପୂର୍ଣ୍ଣାଙ୍ଗ ମନ୍ଦିରର ରୂପ ନେଲା। ଏ ମନ୍ଦିରରେ ଯେଉଁ ଆମର ମଠ ଗତ 100 ବର୍ଷ ଧରି ଆମର ମଠ ଏଠି ପ୍ରଭୁ ଜଗନ୍ନାଥ ପୂଜା ପାଇ ଆସୁଛନ୍ତି। ବହୁ 100 ବର୍ଷ ପରେ ସେ ଏକ୍ସପାୟାର୍ଡ କଲେ। ସେ କହନ୍ତି ମୋର ଜନ୍ମ ଯେ ଏଇ ଗାଁର ଝିଅ ବୋଲି ସେ କହନ୍ତି ମୋ ଜନ୍ମ ପୂର୍ବରୁ ଏ ମଠ ଗଢ଼ିଥିଲା। 5 ଦିନ ଧରି ଅନୁଷ୍ଠିତ ପ୍ରାଣ ପ୍ରତିଷ୍ଠା ଉତ୍ସବରେ 108 କଳସ ଶୋଭାଯାତ୍ରା ସହିତ ବିମାନରେ କାଳିଆ ସାନ୍ତଙ୍କର ଭକ୍ତମେଳରେ ସଂକୀର୍ତ୍ତନ ମଣ୍ଡଳୀ ସହିତ ନଗର ପରିକ୍ରମାର ପଟୁଆରର ଦୃଶ୍ୟ ସମ୍ପୂର୍ଣ୍ଣ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଆଧ୍ୟାତ୍ମିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ନଗର ପରିକ୍ରମା ଅବସରରେ ଦ୍ୱାରେ ଦ୍ୱାରେ ରହି ଭକ୍ତର କୁଟୀର ସାମ୍ନାରେ ବିମାନ ଅଟକାଇ ପୂଜାର୍ଚ୍ଚନା କରୁଥିଲେ ବ୍ରାହ୍ମଣ ପଣ୍ଡିତ। ମୁଖ୍ୟ ଆଚାର୍ଯ୍ୟ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର ଓ ତାଙ୍କ ସହଯୋଗୀମାନେ 3 ଦିନ ଧରି ଯଜ୍ଞମଣ୍ଡପରେ ନାନା ଦେବକର୍ମ ସମ୍ପାଦନ କରିଥିଲେ। ଅଙ୍କୁରୋପଣ ଠାରୁ ଆରମ୍ଭ କରି ସିଂହାସନ ବିଜେ ପର୍ଯ୍ୟନ୍ତ ନାନା ନୀତିକାନ୍ତି ସମ୍ପାଦନ କରିଥିଲେ। ନବଗ୍ରହ ସ୍ଥାପନ ପରେ ବିଗ୍ରହମାନଙ୍କର ସିଂହାସନ ବିଜେ ହୋଇଥିଲା। ଶ୍ରୀମନ୍ଦିର ସ୍ନାନ ଧ୍ୱଜାବନ୍ଧା ପରେ ସିଂହାସନ ବିଜେ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇ ଶଙ୍ଖ, ହୁଳହୁଳି, ଘଣ୍ଟ ଘଣ୍ଟା, ଖୋଳ କରତାଳରେ ଗଗନ ପବନ ପ୍ରକମ୍ପିତ କରି ଶ୍ରୀଜୀଉମାନଙ୍କୁ ମନ୍ଦିରକୁ ବିଜେ କରାଇଥିଲେ। ସନ୍ଧ୍ୟା ସମୟରେ ଭଜନ ପ୍ରବଚନ ଆଦି ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଭିନ୍ନ ମଠ ଆଶ୍ରମରୁ ସାଧୁସନ୍ଥମାନେ ଯୋଗ ଦେଇଥିଲେ। ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏଠାରେ ଉତ୍ସବରେ ଯୋଗଦେଇ ପ୍ରଭୁଙ୍କ ପ୍ରସାଦ ଗ୍ରହଣ କରି ଆତ୍ମତୃପ୍ତି ଲାଭ କରିଛନ୍ତି। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।